କଲିକତାରେ ରାମଦୁଲାର ନାମକ ଜଣେ ପାଇକାରୀ ମସଲା ବ୍ୟବସାୟୀ ରହୁଥିଲେ। ରାମଦୁଲାରଙ୍କ ବାପା ପୂର୍ବରୁ ଗରିବ ଥିଲେ। ରାମଦୁଲାରଙ୍କ ପିଲାବେଳୁ ତାଙ୍କ ବାପା ମରିଯାଇଥିଲେ। ବଡ଼ କଷ୍ଟ ଓ ପରିଶ୍ରମରେ ଜୀବନ ବିତାଇ ରାମଦୁଲାର ଧନ ରୋଜଗାର କରିଥିଲେ ଓ ବ୍ୟବସାୟୀ ବଢ଼ାଇଥିଲେ। ମାତ୍ର ବ୍ୟବସାୟରେ ସେ ବହୁତ ସଚ୍ଚୋଟ ଓ ଦୟାଳୁ ଥିଲେ। ଏକଦା ଗୋଲମରିଚର ଦାମ ବହୁତ କମିଗଲା। ରାମଦୁଲାଙ୍କ ପାଖରେ ବହୁତ ଗୋଲମରିଚ ବସ୍ତା ରହିଯାଇଥିଲା, କିନ୍ତୁ ସେ ତାହାକୁ କମ୍ ଦାମରେ ବିକ୍ରି କଲେ ନାହିଁ। ଅଳ୍ପ କେତେ ଦିନ ମଧ୍ୟରେ ଜଣେ ୟୁରୋପିଆନ ତାଙ୍କ ପାଖକୁ ଆସିଲେ। ସେ ରାମଦୁଲାରଙ୍କୁ କହିଲେ, ମୋ ପାଖରେ ଅନେକ ବସ୍ତା ଗୋଲମରିଚ ଅଛି। ତୁମେ ସେଥିରୁ କିଛି ରଖି ମୋତେ କିଛି ଟଙ୍କା ଦେଇପାରିବ? ମୋର ବର୍ତ୍ତମାନ ଟଙ୍କା ବହୁତ ଜରୁରୀ। ରାମଦୁଲାର କହିଲେ, ମୁଁ ବନ୍ଧକ ରଖି ଟଙ୍କା ଦେବା କାମ କରୁନାହିଁ। ଯଦି ଆପଣ ରାଜି ହେବେ, ମୁଁ ଆପଣଙ୍କ ଗୋଲମରିଚ କିଣି ଆଣି ତାହାର ଦାମ ଦେଇପାରିବି। ୟୁରୋପିଆନ ଜଣକ ଭାବିଲେ ଯେ ଗୋଲମରିଚର ଦର ବଢ଼ିବାର ସମ୍ଭାବନା ଅଛି। ଏଥିପାଇଁ ଏ ବ୍ୟବସାୟୀ ବର୍ତ୍ତମାନର ମାନ୍ଦା ଭାଉରେ ମୋର ଗୋଲମରିଚ କିଣିବାକୁ ଚାହୁଁଛି। ମାତ୍ର ତାଙ୍କର ଟଙ୍କା ଆବଶ୍ୟକ ଥିଲା। ସେ କହିଲେ, ଯଦି ତୁମେ ମୋ ଗୋଲମରିଚ ରଖି ଉଧାର ଦେବାକୁ ଚାହୁଁନାହ, ତେବେ ତାହାକୁ କିଣିନିଅ। ମୋର କିନ୍ତୁ ଟଙ୍କା ନିହାତି ଦରକାର। ରାମଦୁଲାର ତାଙ୍କ ଗୋଲମରିଚ ବସ୍ତାଗୁଡ଼ିକୁ କିଣି ଆଣିଲେ ଓ ଦାମ ଦେଇଦେଲେ। 2-3 ଦିନ ମଧ୍ୟରେ ଗୋଲମରିଚର ଭାଉ ବଢ଼ିଗଲା। ରାମଦୁଲାର ଚଢ଼ା ଭାଉରେ ତାଙ୍କ ନିଜ ଗୋଲମରିଚ ଓ ୟୁରୋପିଆନଙ୍କ ଠାରୁ କିଣିଥିବା ଗୋଲମରିଚ ବିକିଦେଲେ। ତାଙ୍କର ବହୁତ ଲାଭ ହେଲା। ସେହି ୟୁରୋପିଆନଙ୍କର ପୁଣି ଟଙ୍କା ଦରକାର ପଡ଼ିଲା। ସେ ତାଙ୍କ ପାଖରେ ଥିବା ଅବଶିଷ୍ଟ ଗୋଲମରିଚ ନେଇ ପୁଣି ରାମଦୁଲାରଙ୍କ ପାଖକୁ ଆସିଲେ। ତାଙ୍କୁ ଦେଖି ରାମଦୁଲାର କହିଲେ, ସାହେବ, ମୁଁ ଆପଣଙ୍କ ବାଟ ଚାହିଁ ବସିଥିଲି। ଆପଣ କ'ଣ ପୁଣି ଗୋଲମରିଚ ବିକିବେ? ୟୁରୋପିଆନ କହିଲେ, ହଁ, ମୋର ଆହୁରି ଟଙ୍କା ଦରକାର। ତୁମେ ଦୟାକରି ଏ ବସ୍ତାଗୁଡ଼ିକୁ ମଧ୍ୟ କିଣିନିଅ। ରାମଦୁଲାର ଗୋଲମରିଚ ବସ୍ତା ଓଜନ କଲେ ଓ ହିସାବ କରି ତାଙ୍କୁ ଟଙ୍କା ଧରାଇଦେଲେ। ଭାଉ ବଢ଼ିଯାଇଥିବା କଥା ୟୁରୋପିଆନକୁ ଜଣା ନଥିଲା। ସେ ଟଙ୍କା ଗଣିଲେ ଓ ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ ତୁମର ହିସାବ ଆଉଥରେ ଦେଖ। ତୁମେ ମୋତେ ବହୁତ ଅଧିକ ଟଙ୍କା ଦେଇଛ। ରାମଦୁଲାର କହିଲେ, ହିସାବରେ ଭୁଲ ନାହିଁ। ଗୋଲମରିଚର ଭାଉ ବଢ଼ିଯାଇଥିବା କଥା ଆପଣଙ୍କୁ ଜଣା ନାହିଁ। ଆପଣଙ୍କ ଅଜାଣତ ସ୍ଥିତିରେ ସୁଯୋଗ ନେଇ ଲାଭ ଉଠାଇବା ବେଇମାନ। ମୁଁ ଆପଣଙ୍କୁ ଠକିବାକୁ ଚାହେଁନା। ୟୁରୋପିଆନ ଗୋଲମରିଚର ସେହି ସମୟରେ ଭାଉ ପଚାରିଲେ ଓ କାଗଜ କଲମ ନେଇ ହିସାବ କଲେ। ତାପରେ ପୁଣି ଥରେ ଟଙ୍କା ଗଣିସାରି କହିଲେ, ତୁମେ ହିସାବରେ ନିଶ୍ଚୟ ଭୁଲ କରିଛ। ଟଙ୍କା ବହୁତ ଅଧିକ ଅଛି। ରାମଦୁଲାର ପୁଣି କହିଲେ, ଟଙ୍କା ଅଧିକ ନାହିଁ, ହିସାବରେ ମଧ୍ୟ ଭୁଲ ନାହିଁ। ପୂର୍ବଥର ଯେତେବେଳେ ଆପଣ ମୋତେ ଗୋଲମରିଚ ଦେଇଥିଲେ, ସେତେବେଳେ ଭାଉ କମ୍ ଥିଲା। ପରେ ଭାଉ ବଢ଼ିଗଲା ଏବଂ ସେଇ ଚଢ଼ା ଭାଉରେ ମୁଁ ଗୋଲମରିଚ ବିକିଦେଲି। ସେଦିନ ପ୍ରକୃତରେ ଆପଣ ଗୋଲମରିଚ ବିକିବା ପାଇଁ ଆସିନଥିଲେ। ଟଙ୍କା ଆବଶ୍ୟକ ଥିବାରୁ ନିରୁପାୟ ହୋଇ ଆପଣଙ୍କୁ ବିକିବାକୁ ପଡ଼ିଥିଲା। ଆପଣଙ୍କ ନିରୁପାୟତାର ସୁଯୋଗ ନେଇ ଯଦି ମୁଁ ଲାଭ ଉଠାଇବି, ତେବେ ଏହା ବେଇମାନ ଓ ନିର୍ଦ୍ଦୟତା ହେବ। ସେଦିନର ଗୋଲମରିଚ ଉପରେ ଭାଉ ବଢ଼ିଯିବାରୁ ଯେଉଁ ଅଧିକ ଟଙ୍କା ଲାଭ ହୋଇଥିଲା, ତାହା ଆପଣଙ୍କର। ମୁଁ ତାହା ହିଁ ଆପଣଙ୍କୁ ଦେଇଛି। ସେହି ଟଙ୍କା ଫେରାଇବା ପାଇଁ ମୁଁ ବହୁ ଦିନ ହେଲା ଆପଣଙ୍କୁ ଖୋଜୁଥିଲି। ୟୁରୋପିଆନ ରାମଦୁଲାରଙ୍କ ସଚ୍ଚୋଟତା ଦେଖି ବିସ୍ମିତ ହୋଇ କହିଲେ, ଭାରତୀୟ ବ୍ୟବସାୟୀ ଏତେ ସଚ୍ଚୋଟ?